ସମସ୍ତଙ୍କୁ ସାଇରାମ। ଆଶା କରୁଛି ଭଗବାନଙ୍କ ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ନମସ୍କାର କାହିଁକି କରାଯାଏ। ତାପରେ ଶୁଣିବା ଶରୀର ସୁସ୍ଥ ରହିବା ପାଇଁ ସୁନ୍ଦର ଟିପ୍ସ। ତାପରେ ଶୁଣିବା ଭଗବାନଙ୍କୁ ପ୍ରାର୍ଥନା କଲେ କ'ଣ ମିଳିଥାଏ। ଚାଲନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ଶୁଣିବା। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକି ନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଆଉ ଆପଣମାନେ ଦେଖିପାରିବେ ଶୁଣିପାରିବେ। ତାହେଲେ ଚାଲନ୍ତୁ ପ୍ରଥମେ ଶୁଣିବା। ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। ତାକୁ କେହି ପରିବର୍ତ୍ତନ କରିପାରନ୍ତି ନାହିଁ। ବିଜ୍ଞାନର ଉନ୍ନତି ଯେତେ ଘଟିଲେ ବି ମଣିଷ ନିଜ ଜୀବନକୁ ରକ୍ଷା କରିପାରୁନାହିଁ। ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳା ଖେଳ କରି ପୁଣି ଫେରିଯିବ। ଦିଆସିଲି ଅନ୍ୟକୁ ଜଳାଇବା ଆଗରୁ ପ୍ରଥମେ ଆଗେ ଜଳିଯାଏ। ଠିକ୍ ସେହିପରି କ୍ରୋଧ ପ୍ରଥମେ ମଣିଷକୁ ଜଳାଇଥାଏ ତାପରେ ଅନ୍ୟକୁ। ପ୍ରଥମେ ନିଜେ ନିଜର କ୍ରୋଧକୁ ଆୟତ୍ତ କରନ୍ତୁ। ସବୁ ସମସ୍ୟାର ସମାଧାନ ହୋଇଯିବ। ନିଜର ସ୍ୱପ୍ନ ପାଇଁ ଏତେ ପରିଶ୍ରମ କର ଯେ ଯେଉଁମାନେ ଆଜି ତୁମକୁ ଦେଖିବାକୁ ଇଚ୍ଛା କରନ୍ତି ନାହିଁ ଦିନ ଆସିବ ସେହିମାନେ ତୁମ ଠିକଣା ଖୋଜିବେ। ଗୋଟିଏ ମଣିଷ ବଞ୍ଚି ରହିବା ପାଇଁ ଖାଦ୍ୟ ଜଳ ବାୟୁ ନିହାତି ଆବଶ୍ୟକ। କିନ୍ତୁ ଏସବୁ ଥିଲେ ବି ସମାଜରେ ବଞ୍ଚିବା ପାଇଁ ଆଉ କିଛି ଆବଶ୍ୟକ ପଡ଼ିଥାଏ ଯାହାକି କେବଳ ଖାଦ୍ୟ ନୁହେଁ ବରଂ ହସ ଖୁସି ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ବି ଉଚିତ ପରିମାଣ ଦରକାର। ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛୁ ସେତେ ଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ଚଳିବା ଦରକାର। ଗର୍ବ କଲେ କିଛି ଲାଭ ନାହିଁ। ଥରେ ହୋଇଥିବା ଦୋଷକୁ ଆଉ ଥରେ କର ନାହିଁ। ନିଜକୁ ଅନ୍ୟ ସହ ତୁଳନା କର ନାହିଁ। ବର୍ତ୍ତମାନ ସମୟକୁ ଶ୍ରେଷ୍ଠ କରିବାର ଚେଷ୍ଟା କର। ପ୍ରତିଶୋଧ ନିଅ ନାହିଁ ନିଜକୁ ବଦଳାଅ। ଯେଉଁ ପରିସ୍ଥିତିକୁ ତୁମେ ବଦଳାଇ ପାରିବ ନାହିଁ ତାହା ଈଶ୍ୱରଙ୍କ ଉପରେ ଛାଡ଼ିଦିଅ। ଯେତିକି ପାରିବ ଅନ୍ୟର ସାହାଯ୍ୟ କର। ଈର୍ଷା କର ନାହିଁ। ଈଶ୍ୱରଙ୍କୁ ଚିନ୍ତନ କର। ଅହଙ୍କାରକୁ ତ୍ୟାଗ କର। ନମ୍ରତାକୁ ଧାରଣ କର। ନିଜ ଚିନ୍ତାକୁ ଈଶ୍ୱରଙ୍କ ପାଖରେ ସମର୍ପଣ କର। କାହାକୁ କିଛି କହିବା ପୂର୍ବରୁ ସତର୍କ ରୁହନ୍ତୁ। କାରଣ ଆଜି ଯିଏ ବନ୍ଧୁ କାଲି ସିଏ ଶତ୍ରୁରେ ପରିଣତ ହୋଇପାରେ। ଚାଲନ୍ତୁ ଶୁଣିବା ନମସ୍କାର କାହିଁକି କରାଯାଏ। ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। କୌଣସି ବୟସ୍କ ପିତାମାତା ସନ୍ଥ ମହାପୁରୁଷଙ୍କ ଆଗରେ ହାତ ଯୋଡ଼ି ନତମସ୍ତକ ହେଲେ ଅହଙ୍କାର ଦ୍ରବୀଭୂତ ହୋଇ ଅନ୍ତଃକରଣ ହୁଏ। ଆଡ଼ମ୍ବର ନଷ୍ଟ ହୋଇଯାଏ। ମନ ସରଳ ଓ ସ୍ୱାସ୍ତିକ ହୁଏ। ନମସ୍କାର ଦ୍ୱାରା ଯୋଗମୁଦ୍ରା ମଧ୍ୟ ହୁଏ। ଚାଲନ୍ତୁ ଶୁଣିବା ଭଗବାନଙ୍କୁ ପ୍ରାର୍ଥନା କଲେ କ'ଣ ମିଳେ। ଯେଉଁ ମନୁଷ୍ୟ ଜୀବନରେ ଜପ ତପ ଓ ପୂଜା କରେ ନିଜ ଇନ୍ଦ୍ରିୟମାନଙ୍କୁ ନିଜ ଆୟତ୍ତରେ ରଖେ ଏବଂ ସର୍ବଦା ସତ କୁହେ ସେ ଅବଶ୍ୟ ସ୍ୱର୍ଗପ୍ରାପ୍ତି ହୋଇଥାଏ ଏବଂ ତା ଜୀବନରୁ ସମସ୍ତ ଦୁଃଖର ଅନ୍ତ ହୋଇଥାଏ। ମନୁଷ୍ୟର ଅନ୍ତ ଆତ୍ମା ପବିତ୍ର ହୁଏ। ମନ ଶାନ୍ତି ହୁଏ। ଆତ୍ମବିଶ୍ୱାସ ବଢ଼େ। ମନରେ ଏକାଗ୍ରତା ଜାତ ହୁଏ। ମନରେ ଭକ୍ତିଭାବ ଜାଗ୍ରତ ହୁଏ। ମନରେ ଶାନ୍ତି ସଞ୍ଚରିତ ହୁଏ। ଶରୀର ଓ ମନ ସୁସ୍ଥ ରହେ। ଧର୍ମ ନିଷ୍ଠା ବଢ଼େ। ଜନ୍ମ ସାର୍ଥକ ହୁଏ। ମୋକ୍ଷ ପ୍ରାପ୍ତି ହୁଏ। କାର୍ଯ୍ୟ ସିଦ୍ଧି ହୋଇଥାଏ। ଚାଲନ୍ତୁ ଏବେ ଶୁଣିବା ଶରୀର ସୁସ୍ଥ ରହିବା ପାଇଁ ସୁନ୍ଦର ଟିପ୍ସ। ସକାଳେ ମୁହଁ ଧୋଇବା ପରେ ହିଁ ପାଣି କିମ୍ବା ଚା ପିଇବା ଉଚିତ। ସ୍ନାନ ଓ ନିତ୍ୟକର୍ମ ସାରି ଜଣେ ମନ୍ଦିରକୁ ଯିବା ଉଚିତ। ସକାଳୁ ମୁହଁ ବା ନ ଗାଧୋଇ ନିଆଁ ଜଳାଇବା ଉଚିତ ନୁହେଁ।
ସକାଳୁ ଗାଧୋଇ ସାରିକି ରୋଷେଇ କରିବା ଉଚିତ। ଅଳ୍ପ ସମୟ ପାଇଁ ହୋଇଥିଲେ ମଧ୍ୟ ପ୍ରତିଦିନ ସକାଳେ ସ୍ନାନ ସାରି ପୂଜାପାଠ କରିବା ଉଚିତ। ପୂର୍ବ କିମ୍ବା ଉତ୍ତର ଆଡ଼କୁ ସର୍ବଦା ଦେବତାମାନଙ୍କୁ ଦୀପ ପ୍ରଜ୍ୱଳନ କରନ୍ତୁ। ଘରେ ଏକ ତୁଳସୀ ଗଛ ଲଗାନ୍ତୁ ଏବଂ ଏହାକୁ ପ୍ରତିଦିନ ପାଣି ଦିଅନ୍ତୁ। ମାନ୍ୟତା ଅଛି, ଏହାଦ୍ୱାରା ମା ଲକ୍ଷ୍ମୀଙ୍କର ଗୃହରେ ଆଗମନ ହୋଇଥାଏ ଏବଂ ସବୁ ବାସ୍ତୁଦୋଷ ବି ଦୂର ହୁଏ। ଶାସ୍ତ୍ର ଅନୁଯାୟୀ ପୂଜାପାଠ ସମୟରେ ପ୍ରତ୍ୟେକ ଦିନ ଏକ ତମ୍ବା ବା ପିତ୍ତଳ ଢାଳରେ ପାଣିରେ ଭର୍ତ୍ତି କରି ସେଥିରେ କିଛି ଗଙ୍ଗାଜଳ ମିଶାଇ ପୂଜାପାଠ ସ୍ଥାନରେ ରଖନ୍ତୁ ଏବଂ ପୂଜା ପରେ ସେହି ଜଳକୁ ନେଇ ଘରେ ଛିଞ୍ଚନ୍ତୁ। ଏପରି କଲେ ଘରେ ସୁଖ ସମୃଦ୍ଧି ଲାଭ ହୁଏ। ଢାଳରେ ଜଳ ନେଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଓମ୍ ଆଦିତ୍ୟ ନମଃ 11 ଥର ଜପ କରନ୍ତୁ। ସର୍ବଦା ରୋଷେଇ ଘର କିମ୍ବା ଡାଇନିଂ ରୁମ୍ରେ ଖାଆନ୍ତୁ। ରୋଷେଇ ଘରେ ଖାଦ୍ୟ ଖାଇଲେ ରାହୁ ଶାନ୍ତ ରୁହନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ସନ୍ଧ୍ୟାବତୀ ଦିଅନ୍ତୁ। ଭୋଗ ଲାଗୁଥିବା ପ୍ରସାଦ ସେବନ କରି ନ ପାରିଲେ ଜଳରେ ପ୍ରବାହିତ କରନ୍ତୁ ନଚେତ୍ ଗାଈକୁ ଖାଇବାକୁ ଦିଅନ୍ତୁ। ରୋଷେଇ ଘରେ ଝାଡ଼ୁ ରଖନ୍ତୁ ନାହିଁ। ଅଇଁଠା ବାସନ ପକାନ୍ତୁ ନାହିଁ। ଯେତେ ଶୀଘ୍ର ହେବ ଅଇଁଠା ବାସନ ସଫା କରନ୍ତୁ ନଚେତ୍ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା, ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିଭଳି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ, ଆପଣମାନେ ଦେଖିପାରିବେ। ତାହେଲେ ରହୁଛି ଓଁ ସାଇ।